ଚାରିଜଣ ମୋ ତିନି ଭାଇ ହାତକୁ ହାଣି ଦେଇଛନ୍ତି। ଗୋଡେଇ ଗୋଡେଇ ହାଣିଛନ୍ତି। ଥାନା ମାନେ ତ କିଛି ରିକ୍ସ ନଉନାହାନ୍ତି ନା, ଖାଲି ଆସୁଛନ୍ତି ଯାଉଛନ୍ତି କିଛି ବି ରିକ୍ସ ନଉନାହାନ୍ତି। ଯଦି ଆଇନ ବିରୁଦ୍ଧ ପୁଅ ମରିବାର ସଂଘର୍ଷ ହୁଏ ଦରକାର ପଡିବ ଚୌଦ୍ୱାର ଥାନା ମଝିରେ ବିଚ୍ ରାସ୍ତାରେ ଛୁଆ ହବ, ଦରକାର ପଡିବ ମୁଖ୍ୟମନ୍ତ୍ରୀ କତି ଯାଇ ପହଞ୍ଚିବାକୁ ପଡିବ। ପୋଲିସ ଠିକ ତଦନ୍ତ ଆସୁଛି କିନ୍ତୁ ଠିକରେ ତଦନ୍ତ କରୁନାହିଁ। ଯେହେତୁ ଆସାମୀ ଖୁଲୁଙ୍ଗଖୋଲା ବୁଲୁଛି ଆମେ ବି ଦେଖୁଛୁ। ସେମାନେ ମୋ ତିନି ଭାଇକୁ ହାଣିଲେ, ତାଙ୍କ ହାତକୁ ହାଣିଲେ। ମୁଁ ଯାଇ ସେଠି ପହଞ୍ଚିକି ଛୁଆଛୁଟି କଲା ବେଳକୁ ମୋ ପଛପଟକୁ ରଡରେ ପିଟିଲେ। ସେଠି ବାବାଜୀ ସେଠି ଆଉ କରୁଣା ସେଠି ଜୟଦେବ ସେଠି ଚାରିଜଣ ମୋ ତିନି ଭାଇ ହାତକୁ ହାଣି ଦେଇଛନ୍ତି। ଗୋଡେଇ ଗୋଡେଇ ହାଣିଛନ୍ତି। ଥାନା ମାନେ ତ କିଛି ରିକ୍ସ ନଉନାହାନ୍ତି ନା, ଖାଲି ଆସୁଛନ୍ତି ଯାଉଛନ୍ତି କିଛି ବି ରିକ୍ସ ନଉନାହାନ୍ତି। ଦି ଜଣ ଆରେଷ୍ଟ ଅଛନ୍ତି, ଆଉ 2 ଜଣ ଆରେଷ୍ଟ ନାହାନ୍ତି। କରୁଣା ଘର ସେଠି ଜୟଦେବ ସେଠି ଆରେଷ୍ଟ ନାହାନ୍ତି, ପଦାରେ ବୁଲୁଛନ୍ତି। ତାଙ୍କୁ ଆରେଷ୍ଟ କରିକି ଥାନା ବେଳକୁ ନଉନାହାନ୍ତି, ଖାଲି ପଦାରେ ବୁଲୁଛନ୍ତି କଣ ପାଇଁ? ଆଜିର ସାମ୍ବାଦିକର ସମ୍ମିଳନୀର ମୁଖ୍ୟ ଆସାମୀ ହେଲା କୁଜିବ ଗ୍ରାମବାସୀ। ଅତୀତ ଭଳିଆ ଜିନିଷ ଦୀର୍ଘ ଦିନ ବାପା ଆମକୁ କୁଢାରୀ କୋଟର ଭାଷା ନଥିଲା, ଯେ ବି ଏଇ ଯୋଉ କୁଢାରୀ କୋଟର ଭାଷା ଚାଲିଲା ଲୋକଙ୍କର ଗାଁ ଗହଳିରେ ସମସ୍ତଙ୍କର ଭୟଭୀତ ଡର। ତଥାପି ଗ୍ରାମବାସୀ ମାନଙ୍କୁ ସମସ୍ତଙ୍କୁ ବସେଇ ସାହିରେ ଲୋକମାନଙ୍କୁ ମୁରବି ଲୋକଙ୍କୁ ବସେଇ ଆଲୋଚନା କଲୁ ଯେ ଗାଁରେ ନିଷ୍ପତ୍ତି କେମିତି ନ ହଉ, ଥାନା ବାଲାକୁ ଆମେ ନିଷ୍ପତ୍ତି ଦେବା, ଥାନା ବାଲା ଆମ ଆଇନଟା ବୁଝିବ, 4 ଜଣଙ୍କୁ ଠିକ ଦୋଷୀ ବୋଲି ଦଣ୍ଡ ଦିଆଯିବ। ଯୋଉ 4 ଜଣଙ୍କୁ ଦଣ୍ଡ ଦିଆଯିବ ଥାନା ଆଇଏସି ରେ ଜବରଦସ୍ତ ନାହିଁ। ମୁଁ ସେ ଅଫିସ ଭିତରେ ଯାଇକି କହିଥିଲି ଯେ ଆଇଏସି ମତେ ଫୋନ କରି କହିଥିଲେ ଯାଅ କିଛି ବ୍ୟସ୍ତ ହନି, ଆମେ ଯାଇ କାଲି ଯାଇ ପହଞ୍ଚିବୁ, ଟିମ୍ ଦ୍ୱାରା ଆନ୍ଦୋଳନ ହବ। ମୁଁ କହିଲି ଆଇଏସି କୁ ଡାଇରେକ୍ଟ ଯେ ଦେଖନ୍ତୁ ଗୋଟାଏ ଲୋକ ହଣାଇଛି, ଯଦି ବାଇଚାନ୍ସ ଆଉ ଗୋଟେ ଲୋକ କାହାର ଗାଁ ଭିତରେ କାହାକୁ ହଣାବ ନଦୀର ସୁଅ ବୋଇବ ଗାଁ ତରଫରୁ। ଏ ଜିନିଷ କେବେ ବି ଦୀର୍ଘ ଦିନ ବାପା ଘର ଅମଳରୁ ହେଇନଥିଲା। ଏବେ ଯେହେତୁ ଆରମ୍ଭ ହଉଛି ଛୁଆମାନଙ୍କ ଅମଳରୁ, ଆରମ୍ଭଟା ହିଁ ବଢି ବଢି ଚାଲିବ। ତାକୁ ଥୟସ୍ଥାପନା କରିବା ପାଇଁକା ଆମେ ଆଇଏସି କି ଅନୁରୋଧ କରିଥିଲୁ। ଅନୁରୋଧ କରିବା ଭିତରେ ଆଇଏସି ଆସିଥିଲେ ଆମ କତିକି, କଣ ବୁଝିଲେ କଣ ନାହିଁ କଣ ହେଲା ଆମେ କିଛି ତାର ସନ୍ଧାନ ପାଉନୁ। ବର୍ତ୍ତମାନ ପୁଅ ମରଣ ସମସ୍ୟାରେ ଲଢୁଛି। ବ୍ଲଡ ଯିବାକୁ ଯେତିକି ପଇସା ଥିଲା 5 ଲକ୍ଷ ବର୍ତ୍ତମାନ ଖାତାରୁ ସରିଯାଇଛି। ବର୍ତ୍ତମାନ ତା ବାପା ଜମି ବିକିବାକୁ ବି ଲୋକ ରାଜି ନାହାନ୍ତି। ପଇସା କୋଉଠୁ ଆଣିଲେ ତ ପୁଅ ବଞ୍ଚିବ ତାହା ବି ନାହିଁ। ଯଦି ଆଇନ ବିରୁଦ୍ଧ ପୁଅ ମରିବାର ସଂଘର୍ଷ ହୁଏ ଦରକାର ପଡିବ ଚୌଦ୍ୱାର ଥାନା ମଝିରେ ବିଚ୍ ରାସ୍ତାରେ ଛୁଆ ହବ, ଦରକାର ପଡିବ ମୁଖ୍ୟମନ୍ତ୍ରୀ କତି ଯାଇ ପହଞ୍ଚିବାକୁ ପଡିବ। ଏ ସାହିରେ ଘଟିଥିବା ଘଟଣା ଦୀର୍ଘ 6 ଦିନ ହେଇ ଆସିଲାଣି। ୟା ପରେ ବି ଆମେ ଭୟଭୀତ ହେଇକିନା ଅଛୁ। ଯେହେତୁ ଗାଁରେ ଘର କରିଛୁ, ଏ ହଣାକଟା ଆମେ ବି କେବେ ବି ଆମେ ଦେଖିନୁ। ବର୍ତ୍ତମାନ ଏଇଟା ପ୍ରଥମ ଘଟଣା ଏ ଗାଁରେ ଘଟିଛି, ଏ ସାହିରେ ବି ଘଟିଛି। ବର୍ତ୍ତମାନ ଛୋଟ ପିଲାଠୁ ଆରମ୍ଭ କରିକି ବୃଦ୍ଧ ଯାଏ ବି ଆମେ ଭୟଭୀତ ଅବସ୍ଥାରେ ଅଛୁ। ଆମେ ଚାହୁଁଛୁ 6 ଦିନ ହେଲାଣି ବି ପୋଲିସ କୌଣସି ଆକ୍ସନ ନଉନାହିଁ ଯେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ। ଆମେ ଗ୍ରାମବାସୀ ସମସ୍ତେ ଚାହୁଁଛୁ ଯେ ଦୋଷୀକି ଉପଯୁକ୍ତ ଦଣ୍ଡ ଦିଆଯାଉ, ଯେ ଆଇନ ଠିକ ମାନେ ତଦନ୍ତ, ପୋଲିସ ଠିକ ତଦନ୍ତ ଆସୁଛି କିନ୍ତୁ ଠିକରେ ତଦନ୍ତ କରୁନାହିଁ। ଯେହେତୁ ଆସାମୀ ଖୁଲୁଙ୍ଗଖୋଲା ବୁଲୁଛି ଆମେ ବି ଦେଖୁଛୁ। ତେଣୁକରି ଆ ଉପରେ କଣ ଯଦି ଠିକରେ ଆକ୍ସନ ନ ନିଆଯାଏ, ପୋଲିସ ବର୍ତ୍ତମାନ ଲାଞ୍ଚ ଖାଇକି କୌଣସି, ଆମେ ବି ଆସିଲେ ଗ୍ରାମବାସୀ ବୃନ୍ଦ ବି ଏକାଠି ହେଇକି ଯଦି ବି ଆମେ ଆଇଆଇସି ଆସିଥିଲେ ତାଙ୍କ ଆଗରେ ବି ଅନୁରୋଧ କଲୁ ଯେ ଏଇ ଘଟଣା ହେଇଛି, ଯେ ଆମ କଥାରେ ଆମେ ପ୍ରତ୍ୟକ୍ଷ ସାକ୍ଷୀଦର୍ଶୀ ଅଛୁ, ଆମ କଥା ଟିକେ ଶୁଣନ୍ତୁ। ସେମାନେ ବି ମାନେ ଶୁଣିବା ପାଇଁ ଚାହୁଁନାହାନ୍ତି, ଯେ ସେମାନେ ଏମିତି ଲାଞ୍ଚ ଖାଇଛନ୍ତି ଯେ ସେମାନେ ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି।